ନାରାୟଣ କଥା ଯଥା କଳିମଳହର ସର୍ବତୀର୍ଥ ବୈସେ ତଥା ଶ୍ରୁତି ମନୋହର। ପ୍ରିୟ ଦିବ୍ୟାତ୍ମନ୍, ବଙ୍ଗଳା ଭାଗବତରେ ତ ବର୍ଣ୍ଣନା କରାଗଲେ ଏଇ ମହାପ୍ରଭୁଙ୍କର କଥା ହେଉଛି ସର୍ବତୀର୍ଥର ସମାହାର। ଯେପରି ଭାବରେ ତୀର୍ଥରେ ଯିଏ ପହଞ୍ଚିଗଲା, ଯିଏ ସ୍ନାନ କଲା, ତରନ୍ତି ଦୁସ୍ତର ସାଗରାତ୍ ଯତ୍ର ତତ୍ ତୀର୍ଥଃ। ଯେଉଁ ଜାଗାରେ ଥରେ ସ୍ନାନ କରିଦେଲେ, ଏ ସଂସାର ଭିତରେ ଜନ୍ମ ହେଲା ପରେ ଜାଣିବାରେ ହେଉ ନ ଜାଣିବାରେ ହେଉ ମଣିଷ ଯେତେ ଗୁଡ଼ିଏ ପାପ କରିଛି, ସମସ୍ତ ପାପ ଧୌତ ହୋଇଯାଏ ଏବଂ ଜୀବନରେ ମୁକ୍ତିର ମାର୍ଗ ପ୍ରଶସ୍ତ ହୋଇଯାଏ। ତରନ୍ତି ଦୁସ୍ତର ସାଗରାତ୍, ଯେଉଁ ଭବସାଗରକୁ ପାରି ହେବାଟି ଦୁସ୍ତର, ତୀର୍ଥ ଆମକୁ ସହଜରେ ପାରି କରିବାରେ ସାହାଯ୍ୟ କରେ। ମହାପ୍ରଭୁଙ୍କର କଥା, ମହାପ୍ରଭୁଙ୍କର ଲୀଳା ଠିକ୍ ସେହିପରି ଭାବରେ ଆମକୁ ପ୍ରେରିତ କରେ, ଅନ୍ତଃକରଣ ଶୁଦ୍ଧ କରେ ଏବଂ ଜୀବନକୁ ବୁଝିବା ପାଇଁ ସାହାଯ୍ୟ କଲା ପରେ ଈଶ୍ୱର ଅନୁଗାମୀ କରାଏ। ଏହି ଅଧ୍ୟାୟରେ ଶ୍ରୀ ସୁତମୁନି ବଡ଼ ସୁନ୍ଦର ଭାବରେ ମାର୍କଣ୍ଡେୟଙ୍କର କଥା ଆଲୋଚନା କରୁଛନ୍ତି। ଯଦି ମନ ଭିତରେ ପ୍ରଶ୍ନ ଆସୁଥିବ, ଏ ମାର୍କଣ୍ଡେୟ କିଏ? ମାର୍କଣ୍ଡେୟ ମହାମୁନି ମୃକଣ୍ଡ କୁମାର, ବାପେ ଯଦି କହିଲ ତାରେ ବ୍ରାହ୍ମଣ ସଂସ୍କାର। ମୃକଣ୍ଡ ଋଷିଙ୍କ ଅଂଶରୁ ମରୁଧୁମତୀଙ୍କ ଗର୍ଭରୁ ଜନ୍ମିତ ହୋଇଛନ୍ତି ମାର୍କଣ୍ଡେୟ। ବିଧାତା ସୁତ ଯେ ମୃକଣ୍ଡ, ତାହାଙ୍କ ପୁତ୍ର ମାରକଣ୍ଡ। ଜନ୍ମ ଲଭିଲେ ଏ ସଂସାରେ, ଆୟୁଷ ନବ ବରଷରେ। ବ୍ରାହ୍ମଣ କର୍ମରେ ସଂସ୍କାର କଲେ ତା ପିତା ତପୀବର। ବେଦମାନଙ୍କୁ ସେ ପଢ଼ିଲେ, ବ୍ରହ୍ମଚର୍ଯ୍ୟ ପିତୃ ସେବିଲେ। ବ୍ରତୋପନୟନ ସଂସ୍କାର ପରେ କେବଳ ଯେ ପିତୃସେବା କରିଛନ୍ତି ତା ନୁହେଁ, ବେଦାଧ୍ୟୟନ, ଯୋଗାଭ୍ୟାସ ଇତ୍ୟାଦି ଯେଉଁ ବ୍ରାହ୍ମଣ କର୍ମ ସବୁକୁ ସୁଚାରୁ ରୂପେ ସମାପନ କରିଛନ୍ତି। ଏବଂ ଯାହା ଭାଗବତରେ ବର୍ଣ୍ଣନା ଆସନ୍ତି, 10 କୋଟି ବର୍ଷର ଅଧ୍ୟୟନ ପରେ ସେ ବାସୁଦେବ ଆରାଧନା, ଧ୍ୟାନେ ଧଇଲେ ଏ ଧାରଣା। ମହାପ୍ରଭୁଙ୍କୁ ମଧ୍ୟ ଧ୍ୟାନ କରିଛନ୍ତି। ମନ ପବନ ଯୋଗ ବଳେ ରହିଲେ ଆସନ ନିଶ୍ଚଳେ, ସଂଯମେ ରହି ବିଷ୍ଣୁ ପାଦେ, ଯୋଗ ଅଭ୍ୟାସେ ଧ୍ୟାନେ ହୃଦେ। ଏପରିକି ଏମିତି ଗୋଟିଏ ସମୟ ଆସିଲା, ତତ୍କାଳୀନ ସମୟର ଇନ୍ଦ୍ର, ଯାହାଙ୍କର ନାମ ହେଉଛି ପୁରନ୍ଦର, ସେ ମଧ୍ୟ ଶଙ୍କାଗ୍ରସ୍ତ ହୋଇଗଲେ। ଏ ମାର୍କଣ୍ଡେୟ ମୋର ଇନ୍ଦ୍ରପଦ ପ୍ରାପ୍ତ ହେବା ପାଇଁ ତପସ୍ୟା କରୁନାହାନ୍ତି ତ? ଆମେ ତ ଅନେକ ସମୟ କରିଛେ। ଏ ଇନ୍ଦ୍ରଙ୍କର ଅଭ୍ୟାସ ଉଚ୍ଚ ନିବାସ ନିଚ କର ତୁତି, ଦେଖି ନ ସକଇ ପରାଇ ବିଭୂତି। ଉପରେ ସିନା ବାସସ୍ଥାନ, ସବୁବେଳେ ତଳକୁ ନଜର। ଯେମିତି କୁଆଟିଏ ଗଛ ଡାଳରେ ବସିଥିବ, ସବୁବେଳେ ମାଟି ଉପରେ ନଜର ପକାଇଥିବ, ତଳମୁହାଁ ହେଇଥିବ। ଇନ୍ଦ୍ର ଦେବରାଜ ପଦରେ ଅଭିଷିକ୍ତ ହେଲେ ମଧ୍ୟ ଅନ୍ତର ଭିତରେ ସବୁବେଳେ ଭୟ, କାଳେ କିଏ ତପସ୍ୟା କରି ମୋ ଆସନକୁ ମାଡ଼ି ବସିବ।
ମୋତେ ଗାଦିଚ୍ୟୁତ କରିଦେବ। ସବୁବେଳେ ମୁନିଋଷିମାନଙ୍କର ତପସ୍ୟାକୁ ବିଘ୍ନ କରିବା ପାଇଁ ଇନ୍ଦ୍ରଙ୍କ ଭିତରେ ଥିବା ଅସୂୟା ପ୍ରକୃତି ଅନେକ ସମୟରେ ବାଧକ ହୋଇଛି ତପସ୍ୟାରେ। ଇନ୍ଦ୍ର କ'ଣ କଲେ? ଆମେ ଏ ବିଷୟରେ ଅନେକ ସମୟରେ ଆଲୋଚନା କରିଛେ। ତାଙ୍କର ଯେଉଁ ସବୁ ଚେଲା ଚାମୁଣ୍ଡା ଅଛନ୍ତି, ଗନ୍ଧର୍ବ ଅପ୍ସରା, ଏମାନଙ୍କୁ ତତ୍କ୍ଷଣାତ ପ୍ରେରଣ କଲେ, ଯାଅ ମାର୍କଣ୍ଡେୟ ଯେଉଁ ତପସ୍ୟା କରୁଛନ୍ତି ତପସ୍ୟାରେ ବିଘ୍ନ କରିବ। ତେବେ ମାର୍କଣ୍ଡେୟ ଯେଉଁ ଜାଗାରେ ତପସ୍ୟା କରୁଛନ୍ତି, ପୁଷ୍ପଭଦ୍ରା ନଦୀର ନାମ, ଚିତ୍ରଶିଳା ଯେ ନାମ ସ୍ଥାନ, ଆଶ୍ରମ ମାର୍କଣ୍ଡେୟ ତହିଁ, ସେ ସ୍ଥାନେ କିଛି ଭୟ ନାହିଁ। ଏମିତି ଗୋଟିଏ ଜାଗାରେ ଯେତେବେଳେ କନ୍ଦର୍ପ ଆସି ପହଞ୍ଚିଛନ୍ତି ପୁଞ୍ଜିକ ସ୍ଥଳୀ, ଏ ଅପ୍ସରା ତାଙ୍କର ଗଣମାନଙ୍କୁ ନେଇ ଆସି ପହଞ୍ଚିଛନ୍ତି। ଖାଲି ତ ପହଞ୍ଚିଛନ୍ତି ତା ନୁହେଁ, ସେମାନଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ଉଦ୍ଦେଶ୍ୟ ମାର୍କଣ୍ଡେୟଙ୍କର ସମସ୍ତ ତପସ୍ୟାରେ ବିଘ୍ନ କରିବା। ହେଲେ ଆମେ ଗୋଟିଏ କଥା ମନେ ରଖିବା ପ୍ରିୟ ଦିବ୍ୟାତ୍ମନ, ଯେଉଁ ରୋଗୀକୁ ଆନାସ୍ଥେସିଆ ଦିଆ ହୋଇଥିବ ସେ କ'ଣ ଜାଣିପାରିବେ ଯେ ତାଙ୍କର କେମିତି ଅପରେସନ୍ ହେଉଛି? କେବେ ନୁହେଁ। କରୋନା ସମୟରେ ଯେଉଁ ପିପି କିଟ୍ ବୋଲି ଆମେ କହୁଛେ, ଡାକ୍ତରମାନେ, କରୋନା କର୍ମୀମାନେ ବ୍ୟବହାର କରୁଛନ୍ତି। ଥରେ ପିପି କିଟ୍ ପିନ୍ଧିଦେଲେ ତା ଭିତରକୁ ଆଉ କ'ଣ କରୋନା ଭୂତାଣୁ ପ୍ରବେଶ କରିପାରିବ? କେବେ ନୁହେଁ। ଥରେ ଯଦି ସାଧକ ନିଜର ମନ, ବୁଦ୍ଧି, ଚିତ୍ତ, ଅହଙ୍କାରକୁ ମହାପ୍ରଭୁଙ୍କର ଶ୍ରୀ ପଦାର ବିନ୍ଦରେ ନିଯୁକ୍ତ କରିଦେଲା, ଇଏ ବାହ୍ୟ ବିଚାର ତ ଆଉ ରହିବ ନାହିଁ। ବାହ୍ୟ ବିଚାର କେତେବେଳେ ଥାଏ? ଯେତେବେଳେ ବ୍ୟକ୍ତି ଚେତନା ବହିର୍ମୁଖୀ। ଥରେ ଯଦି ବ୍ୟକ୍ତି ଚେତନା ଅନ୍ତର୍ମୁଖୀ ହୋଇଗଲା, ଆତ୍ମରତିରେ ମଗ୍ନ ହେଲା, ବାହାରେ ଅପ୍ସରାମାନେ ଯେତେ ଡ୍ରାମା କରୁଛନ୍ତି କରନ୍ତୁ, କନ୍ଦର୍ପ ଯେତେ ପ୍ରକାର ଧନୁତି ମାରୁଛି, ପ୍ରଭାବ ପଡ଼ିଲା ନାହିଁ ମାର୍କଣ୍ଡେୟଙ୍କ ଉପରେ। ହେମନ୍ତ ସମୟେ ମଦନ ପୁଷ୍ପ ସରମାରେ ବେଗେଣ, ଏ ସର୍ବ ବିଦର୍ଥ ହୋଇଲେ ଋଷି ଅଙ୍ଗରେ ନଭେଦିଲେ। କାହିଁକି ଋଷି ଅଙ୍ଗରେ ଭେଦ କଲା ନାହିଁ? ଯେଣୁ ସେ ବିଷ୍ଣୁ ପାଦ ଧ୍ୟାଇ ଏକାଗ୍ର ଚିତ୍ତେ ଲୟେ ରହି। ଯେହେତୁ ମୁନି ଏକାଗ୍ର ଚିତ୍ତରେ ମହାପ୍ରଭୁଙ୍କର ଶ୍ରୀ ପଦାର ବିନ୍ଦରେ ଲୟ ରଖିଛନ୍ତି, କୌଣସି ପ୍ରଭାବ ପଡ଼ିଲା ନାହିଁ କାମଦେବଙ୍କର ବା ଅପ୍ସରାମାନଙ୍କର। ଆମେ ଏଥିରୁ କ'ଣ ଶିଖିଲେ? ଅନେକ ସମୟରେ ବ୍ୟକ୍ତିମାନେ ବିଚାର କରନ୍ତି ଯେ ଆମର ମାନସିକ ସ୍ଥିରତା ରହୁନାହିଁ। କାହିଁକି? ମନଟା ତ ସବୁବେଳେ ଚଗଲା। ଯଦି ସଂସାର ଭିତରେ ଏଇ ମନଟା ବୁଲି ବୁଲି ସୁଖ ଖୋଜିବ, କୌଣସି ଜାଗାରେ ସନ୍ତୁଷ୍ଟ ହେବ ନାହିଁ। ପ୍ରଜାପତିଟିଏ ଏ ଫୁଲରୁ ସେ ଫୁଲକୁ ଉଡ଼ି ଉଡ଼ି ମହୁ ସଂଗ୍ରହ କରେ ସତ, ନିର୍ଦ୍ଦିଷ୍ଟ ଫୁଲ ଉପରେ ସ୍ଥିର ହୋଇ ବସେ ନାହିଁ। ମନ ଏ ଭିତରୁ ସେ ଭିତରୁ କେବଳ ସୁଖ ଖୋଜୁଥିବ, ଶାନ୍ତି ମିଳିବ ନାହିଁ। ଶାନ୍ତି କେତେବେଳେ ମିଳିବ? ସଚ୍ଚିଦାନନ୍ଦ ବିଗ୍ରହ ମହାପ୍ରଭୁଙ୍କ ପାଖରେ ଯଦି ମନଟା ତଲ୍ଲୀନ ହୋଇଗଲା, ନିମଜ୍ଜିତ ହୋଇଗଲା, ସେଇଠି ସିନା ଶାନ୍ତି। ଆଉ ଥରେ ଯଦି ଯିବ ଆତ୍ମରତିରେ ଲୀନ ହୋଇଗଲା, ଈଶ୍ୱର ପ୍ରୀତିରେ ବୁଡ଼ିଗଲା, ଆଉ ବାହାର ଚିନ୍ତାଧାରା ଆସିବ କେମିତି? ଜୟ ଶ୍ରୀକୃଷ୍ଣ।